ଶ୍ରୀରାମଚନ୍ଦ୍ରଙ୍କର ମୁଁ ଦୂତ ସୀତାଙ୍କୁ ଖୋଜିବ ନିୟତ କହିଲି ସତ ଗୋ ଯେବେ କ୍ଷୁଧାରେ ପୀଡ଼ିତ ଆସିବି ତୋ ପାଶେ ନିୟତ କେବଳ ରାମଚନ୍ଦ୍ର ଗ୍ରତ ଦେବୀ ବାରତା ଗୋ ଶୁଣି ସେ ନାଗ ମାତା ପାଟି ବିସ୍ତାରି ଯେ 10 ଯୋଜନ କାୟା ବିସ୍ତାର କରି ଯେ ଦେଖିଣ ହନୁମନ୍ତ ବିଚାରି କେମନ୍ତେ ତୁ ଯିବି ଉପରି 60 ଯୋଜନ ବିସ୍ତାର କରି ଶରୀର ଧରି ରେ ଦେଖିଣ ହନୁମନ୍ତର ପିଣ୍ଡ 2 ଗୁଣ କରି ବିସ୍ତାରେ ତୁଣ୍ଡ ବୋଲନ୍ତି ହନୁ ଦିଅନ୍ତି ଦଣ୍ଡ ଏ ତ ଅଦଣ୍ଡ୍ୟ ଯେ ହେମନ୍ତ ବୋଲି ମେଲିଲା ତୁଣ୍ଡ ଜବ ପ୍ରମାଣେ କରିଣ ପିଣ୍ଡ ବାହାର ହେଲା ହୋଇ ପ୍ରଚଣ୍ଡ କିଙ୍କର ଷଣ୍ଢ ଯେ ଦେଖି ସୁରସା ତାକୁ କହେ ବଚନ ଯେ କାର୍ଯ୍ୟ ସିଦ୍ଧି କି ତୁ କର ହନୁମାନରେ ସୀତାଙ୍କୁ ଖୋଜି ଆସ ବହନ ବାରତା କହ ରଘୁନନ୍ଦନ ନହିବ ପଥେ ବିଗ୍ରହ ମାନ ସତ୍ୟ ବଚନ ଯେ ସେଠାରୁ ହନୁଗମେ ତ୍ୱରିତେ ବରୁଣ ଦେଖି ବିଚାରେ ଚିତେ ରାମଦୂତକୁ ସ୍ଥାନ କେମନ୍ତ ଦେବୀ ଗୋପତେ ଯେ ହିରଣ୍ୟ ନାଭି ଗିରିକେ ଚାହିଁ ବରୁଣ ତାଙ୍କୁ ବିନୟ ହୋଇ ହନୁକୁ ପୂଜା କର ମୋ ପାଇଁ ମାଗୁଛି ଏତେ ଶୁଣି ସେ ପ୍ରକ୍ଷଗିରି ଚବେ ବଢ଼ିଲେ ଯେ ହନୁମନ୍ତଙ୍କୁ ଚାହିଁ ସ୍ତବ ପଢ଼ିଲେ ଯେ ପବନ ସୁତ ଭୟନ କର ଏ ମୋର ଶିରେ ବିଶ୍ରାମ କର ରୂପକ ଫଳରେ ଶାନ୍ତି ହର ବରୁଣ ଦେଲେ ଶୁଣିଣ ହନୁ ଚାଟୁ ତର ଅଙ୍ଗୁଷ୍ଠି ଅଗ୍ରେ ଛୁଇଁ ତା ଶିର ପଡ଼ିଲା ରାହୁ ମାତା ମୁଖର ଉଡ଼ି ପ୍ରଖର ଯେ ସିଂହିକା ବଧ କରିଣ ହରି କହୁଷ ଧୀରେ ବିଜୟ କରି ଦେଇଣ ସିନ୍ଧୁ ବିକ୍ରମ କରି ସୁବଳ ଗିରି ଯେ ଲଙ୍କା ଗଡ଼ରେ ହନୁଲା ଦୃଷ୍ଟି ଯେ ମେରୁଗିରି କି ପଡ଼ୁ ଅଛି ଏ ସୃଷ୍ଟି ଯେ କନକମୟ ଦୀର୍ଘ ପାଚେରୀ ବିଶ୍ୱକର୍ମା ଯା ନିର୍ମାଣ କରି ଫୁଲଇ ବିଶି ନିତ୍ୟ ସେ ଭଇ ପରମେଷ୍ଟି ଯେ ଲଙ୍କା
ତାଙ୍କୁ ଖୋଜଇ କରିଆ ଶଙ୍କା ଧୂମ୍ରାକ୍ଷ ବିରୂପାକ୍ଷ ସହୋଦର ପ୍ରଶସ୍ତ ମହାପାରସ୍ୱରପୁର ଯେ ଚିହ୍ନଇ ସର୍ବଯୁବତୀ ସେ ସୀତାର କିଛି ଲକ୍ଷଣ ନ ଦେଖି ବିକଳ ହୁଅଇ ମତି ଯେ ଅକ୍ଷୟ ମେଘନାଦ ଅକମ୍ପନ କୁମ୍ଭକର୍ଣ୍ଣ ବିଭୀଷଣ ସଦନ ମହିରାବଣ ଅତିକାୟ ପୁର ଭୋଜଇ ସର୍ବମରୁତ କୁମର ସେ କୁମ୍ଭ ନିକୁମ୍ଭ ଦୁର୍ମୁଖ ଯେ ଦୁର୍ଜୟ ଦୁରାନ୍ତ କପୁର ଖୋଜିଣ ହନୁ ହୁଅଇ ବିମୁଖ ଯେ ଶୋଇଅଛି ଦଶ ଶିର କରି କର ପ୍ରାୟ କବିଂଶକର ବେଢ଼ି ଶୋଇଛନ୍ତି ସକଳ ବାଳି ଅଜ୍ୱଳ ମେଘେ ବେଢ଼ିକି ବିଜୁଳି ସେ ଚନ୍ଦନ ମାଳାରେ ଶୋଭାଜେ ଚନ୍ଦ୍ର ରଜନୀରେ ତମାଳ ତରୁରେ କନକଲତା ବେଢ଼ି ବାଜେ